ଆଜି ଆମର କଲେଜରେ ଆମେ ଜାତୀୟ ଗୀତ ବନ୍ଦେ ମାତରମ୍ ଗାୟନ କଲୁ। ଏଥିଲାଗି ଆମକେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଥିଲା, ମାନ୍ୟବର ମୁଖ୍ୟମନ୍ତ୍ରୀ ଗୋଟେ ଚିଠି ମାଧ୍ୟମରେ ଶିକ୍ଷାନୁଷ୍ଠାନକୁ ଚିଠି କରିଥିଲେ। ଆମର ନିର୍ଦ୍ଦେଶକ, ଆମର ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ମାନେ ଆମକୁ ଚିଠି ଦେଇକରି ଜଣାଇଥିଲେ ଯେ ଆଜି ଦିନରେ ଆମେ ଯେହେତୁ ଆଜି ଯୁବ ଦିବସ ବି ଆମ ଶିକ୍ଷାନୁଷ୍ଠାନରେ ବନ୍ଦେ ମାତରମ୍ ଗାୟନ କରମୁ। ଆଉ ଏଇ ବନ୍ଦେ ମାତରମ୍ ଗୀତଟି ଆଜି 150 ବର୍ଷ ପୂର୍ଣ୍ଣ ହେଇଛେ। ଏଟାକେ ଲେଖିଥିଲେ ସମ୍ମାନନୀୟ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ। ତ ଆଜି ଆମର ବିଦ୍ୟାଳୟର ଶିଶୁମାନେ ବା ଆମର ଛାତ୍ରଛାତ୍ରୀ ମାନେ ବହୁତ ଉତ୍ସାହ ସହିତ ଆନନ୍ଦ ସହିତ ଏଟା ଗାଇଲେ ଏବଂ ତାଙ୍କର ଭିତରେ ଗୋଟେ ଜାତୀୟତା ବା ଗୋଟେ ଦେଶପ୍ରେମ ଜାଗରଣ ହେଲା। ଆମେ ଆଶା ରଖିଛୁ ଏଇ ଗୀତଟା ଯେନ୍ ଗାଇବାର ଲାଗି ସରକାର ଯେନ୍ ସୁଯୋଗଟେ ଦେଲେ এটা ବହୁତ ବଢିଆ କାର୍ଯ୍ୟକ୍ରମଟେ ହେଲା। ଆଉ ଛାତ୍ରଛାତ୍ରୀ ମାନେ ବି ଜାଣିପାରିଲେ, ଗାଇଲେ। ଆଉ ଏଇଟା ଗୋଟେ ବହୁତ ମାନେ ଦେଶାତ୍ମବୋଧ ସୃଷ୍ଟି କରବାର ଲାଗି ସୁଯୋଗ ସୃଷ୍ଟି ହେଇପାରିଛି। कॉलेज रे वंदे मातरम आमे गान करथिलु, बहुत भल लागला। समस्त कॉलेज ने वंदे मातरम गान करबार कथा। समस्त छुआ, समस्त छात्र छात्री आउ नागरिक मान के समस्त के वंदे मातरम गान करबार कथा। हमर देशर जेहेतु गोटे गर्व और गौरवर गीत एथिरे अछि, समस्ते गान करबा उचित। आज आम कॉलेज रे वंदे मातरम गान करागला। सेति द्वारा आम नागरिक मध्य शिशु छात्र छात्री मध्य जातीय संहति भाव सृष्टि होता है। आम कॉलेज आज बोली शुभ दिन रे सरकार ए बोली कार्यक्रम करिथिबारु सरकार को अशेष अशेष कृतज्ञता ज्ञापन करुछि। आज बोली दिन रे वंदे मातरम रो 150तम जयंती पालन हेतिबारु सेति वंदे मातरम गान करागल। सबु कॉलेज रे सबु स्कूल रे बा जो अनुष्ठान मन करे मध्य एमती पालन करबा द्वारा गोटे देशभक्ति भाव जागृत होता है।